Hello friends, this is Basudev Panda. Welcome to Master of English. Pile education. Education ର MCQ ସେଟ୍ ଗୋଟେ ଆଲୋଚନା କରିବା ଏ ଭିଡ଼ିଓରେ। ପାଖାପାଖି 26ରୁ ଉର୍ଦ୍ଧ୍ୱ ପ୍ରଶ୍ନ ମୁଁ ନେଇଛି। ସ୍ପେଶାଲ କ୍ୱେଶ୍ଚନ୍ କିଛି ସ୍ୱତନ୍ତ୍ର ପ୍ରଶ୍ନ ଆସନ୍ତା ପରୀକ୍ଷା ପାଇଁ ବହୁ ସମ୍ଭାବିତ ପ୍ରଶ୍ନ। ତ ପ୍ରଶ୍ନ ଗୁଡ଼ିକୁ ଆଲୋଚନା କରିବା ପୂର୍ବରୁ ତୁମେ ଯଦି ନୂଆରେ ଦେଖୁଛ ଭିଡ଼ିଓ ଭଲ ଲାଗୁଛି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବା ନାହିଁ। ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରିଦେବା ଯାହାଫଳରେ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ। ତାହେଲେ ସିଧା ଯିବା ମୋବାଇଲ ସ୍କ୍ରିନ୍ ଦେଖିବା ପ୍ରଥମ ପ୍ରଶ୍ନଟି। ପ୍ରଥମ ପ୍ରଶ୍ନଟି ହେଲା ଶିକ୍ଷା ବର୍ଷରେ ମୋଟ କେତେ ଦିନ ମୌଳିକ ଶିକ୍ଷା ବ୍ୟବସ୍ଥାର କାର୍ଯ୍ୟ ଦିବସ ଥିଲା? ଏ 250 ଦିନ, ବି 260 ଦିନ, ସି 288 ଦିନ, ଡି 270 ଦିନ। ତାହେଲେ କେତେ ଦିନ ଥିଲା ପିଲେ? ୟେସ୍, ଠିକ୍ ଉତ୍ତର ହେଉଛି 288 ଦିନ, ସି। 2 ନମ୍ବର ପ୍ରଶ୍ନ। ନିମ୍ନୋକ୍ତ ମଧ୍ୟରୁ କିଏ ପଞ୍ଚସଖା ମଧ୍ୟରେ ଅନ୍ତର୍ଭୁକ୍ତ ନୁହନ୍ତି? ଏ ଗୋପବନ୍ଧୁ ଦାସ, ବି କୃପା ସିନ୍ଧୁ, ସି ଦୀନବନ୍ଧୁ, ଡି ନୀଳକଣ୍ଠ। ତାହେଲେ ଠିକ୍ ଉତ୍ତର ହେଉଛି ଦୀନବନ୍ଧୁ, ସି। ସେ ପଞ୍ଚସଖା ଭିତରେ ଅନ୍ତର୍ଭୁକ୍ତ ନୁହନ୍ତି। 3 ନମ୍ବର ପ୍ରଶ୍ନ। କେଉଁ ଶିକ୍ଷାବିତ୍ ଶିଶୁକୁ ସମାଜଠାରୁ ଦୂରରେ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦେଇଥିଲେ? ଏ ମହାତ୍ମା ଗାନ୍ଧୀ, ବି ଗୋପବନ୍ଧୁ, ସି ରୁଷୋ, ଡି ପ୍ଲାଟୋ। ଏଗୁଡ଼ିକ ହେଲା ତୁମର ଅପସନ୍। ତାହେଲେ ଠିକ୍ ଉତ୍ତର ହେଉଛି ଯେ ସି ରୁଷୋ ଶିଶୁକୁ ସମାଜଠାରୁ ଦୂରରେ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦେଇଥିଲେ। 4 ନମ୍ବର ପ୍ରଶ୍ନ। ନିମ୍ନଲିଖିତ କେଉଁ ଶିକ୍ଷଣ ତତ୍ତ୍ୱ ଆଧାରରେ ଉଦ୍ଦୀପକ ଅନୁକ୍ରିୟା ସମ୍ବନ୍ଧ ଦୃଢ଼ୀଭୂତ ହୋଇଥାଏ? ଅପସନ୍ ଗୁଡ଼ିକ ହେଲା ଏ ପ୍ରାଚୀନ ଅନୁବନ୍ଧନ, ବି ପ୍ରଯତ୍ନ ପ୍ରମାଦ ଶିକ୍ଷଣ, ସି କ୍ରିୟା ପ୍ରସୂତ ଅନୁବନ୍ଧନ, ଡି ଅନ୍ତର୍ଦୃଷ୍ଟି ଶିକ୍ଷଣ। ଠିକ୍ ଉତ୍ତର ହେଉଛି 4 ନମ୍ବର ପ୍ରଶ୍ନର ପ୍ରଯତ୍ନ ପ୍ରମାଦ ଶିକ୍ଷଣ ତତ୍ତ୍ୱ ଆଧାରରେ ଉଦ୍ଦୀପକ ଅନୁକ୍ରିୟା ସମ୍ବନ୍ଧ ଦୃଢ଼ୀଭୂତ ହୋଇଥାଏ। ବିଟା ହେଉଛି ଠିକ୍ ଉତ୍ତର। 5 ନମ୍ବର ପ୍ରଶ୍ନ। ବାହ୍ୟ ଅଭିପ୍ରେରଣାର ଗୋଟିଏ ଉଦାହରଣ ହେଉଛି ଏ ଇଚ୍ଛାଶକ୍ତି, ବି ଆଗ୍ରହ, ସି ଆଶାର ସ୍ତର, ଡି ପ୍ରଶଂସା। ତାହେଲେ ଠିକ୍ ଉତ୍ତର କେଉଁଟା ପିଲେ? ଠିକ୍ ଉତ୍ତର ହେଉଛି ଡି ପ୍ରଶଂସା। 6 ନମ୍ବର ପ୍ରଶ୍ନ। ଯେଉଁ ସଂଖ୍ୟାକୁ ପୂର୍ଣ୍ଣ ସଂଖ୍ୟାରେ ପ୍ରକାଶ କରାଯାଇଥାଏ ତାକୁ କେଉଁ ସଂଖ୍ୟା କୁହାଯାଏ? ଅପସନ୍ ଗୁଡ଼ିକ ହେଲା ନିରବଚ୍ଛିନ୍ନ, ବିଚ୍ଛିନ୍ନ, ନିମ୍ନକ୍ରମ, ଉଚ୍ଚକ୍ରମ। ତାହେଲେ ଯେଉଁ ସଂଖ୍ୟାକୁ ପୂର୍ଣ୍ଣ ସଂଖ୍ୟାରେ ପ୍ରକାଶ କରାଯାଇଥାଏ ତାକୁ ବିଚ୍ଛିନ୍ନ ସଂଖ୍ୟା ବୋଲି କୁହାଯାଏ। ବିଟା ହେଉଛି ଠିକ୍ ଉତ୍ତର। 7 ନମ୍ବର ପ୍ରଶ୍ନ। ଉଚ୍ଚତମ ଲବ୍ଧାଙ୍କ ଏବଂ ନିମ୍ନତମ ଲବ୍ଧାଙ୍କ ମଧ୍ୟରେ ବ୍ୟବଧାନକୁ କ'ଣ କୁହାଯାଏ? ଏ ପୌନଃପୁନ୍ୟ, ବି ବ୍ୟାପକତା, ସି ସାରଣୀ, ଡି ମାଧ୍ୟମାନ। ତାହେଲେ ଠିକ୍ ଉତ୍ତର ହେଉଛି ୟାକୁ ବ୍ୟାପକତା ବୋଲି କୁହାଯାଏ। ବିଟା ହେଉଛି ଠିକ୍ ଉତ୍ତର। 8 ନମ୍ବର ପ୍ରଶ୍ନ। ନିମ୍ନୋକ୍ତ ମଧ୍ୟରୁ କେଉଁ କମିଟି ଜାତୀୟତାବୋଧ ସୃଷ୍ଟିରେ ଶିକ୍ଷାର ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ? ଅପସନ୍ ଗୁଡ଼ିକ ହେଲା ଗଜେନ୍ଦ୍ର ଗାଡ଼କର କମିଟି, ସର୍ଦ୍ଦାର ପଟେଲ କମିଟି, ସି ଆଦିଶେଷାୟା କମିଟି, ଡି ସମ୍ପୂର୍ଣ୍ଣାନନ୍ଦ କମିଟି। ତାହେଲେ ପିଲେ ୟେସ୍, ଗଜେନ୍ଦ୍ର ଗାଡ଼କର କମିଟି ଜାତୀୟତାବୋଧ ସୃଷ୍ଟିରେ ଶିକ୍ଷାର ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏଇଟା ହେଉଛି ଠିକ୍ ଉତ୍ତର। ବର୍ତ୍ତମାନ ଦେଖିବା ଆମେ 9 ନମ୍ବର ପ୍ରଶ୍ନ। ଆନ୍ତର୍ଜାତିକ ସଦ୍ଭାବନା ଦିଗରେ କେଉଁ ଅନୁଷ୍ଠାନ କାର୍ଯ୍ୟ କରୁନାହିଁ? ଏ ଜାତିସଂଘ, ବି ୟୁନେସ୍କୋ, ସି ଓପେପା, ଡି ୟୁନିସେଫ୍। ତାହେଲେ ଆମେ ଜାଣିଛେ ଓପେପାଟା ଶିକ୍ଷା ପାଇଁ କାମ କରୁଛି। ତାହେଲେ ଏଇଟା ସଦ୍ଭାବନା ଦିଗରେ କାମ କରୁ ନାହିଁ। ସେଇଟା ହେଉଛି ଠିକ୍ ଉତ୍ତର। 10 ନମ୍ବର ପ୍ରଶ୍ନ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିକ୍ଷଣକୁ ପ୍ରଭାବିତ କରୁଥିବା ଏକ କାରକ ନୁହେଁ? ଅପସନ୍ ଗୁଡ଼ିକ ହେଲା ଏ ଅଭିପ୍ରେରଣା, ବି ପ୍ରବୃତ୍ତି, ସି ପରିପକ୍ୱତା, ଡି ବଂଶାନୁଗୁଣ। ତାହେଲେ ଠିକ୍ ଉତ୍ତର ହେଉଛି ପ୍ରବୃତ୍ତି ଶିକ୍ଷଣକୁ ପ୍ରଭାବ କରୁଥିବା ଏକ କାରକ ନୁହେଁ। ବିଟା ହେଉଛି ଠିକ୍ ଉତ୍ତର। 11 ନମ୍ବର ପ୍ରଶ୍ନ। ଶିକ୍ଷାରେ ଶରୀର, ମନ ଓ ଆତ୍ମାର ସମ୍ପୂର୍ଣ୍ଣ ବିକାଶ ପାଇଁ କେଉଁ ଶିକ୍ଷାବିତ୍ ମତ ଦେଇଛନ୍ତି? ଏ ଆରିଷ୍ଟଟଲ, ବି ପ୍ଲାଟୋ, ସି ଗୋପବନ୍ଧୁ, ଡି ମହାତ୍ମା ଗାନ୍ଧୀ। ଏ 4ଟା ଅଛି ଆମର ଅପସନ୍। ତାହେଲେ 11 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଏଇ ମତଟା ମହାତ୍ମା ଗାନ୍ଧୀଙ୍କର। ଡିଟା ହେଉଛି ଠିକ୍ ଉତ୍ତର। 12 ନମ୍ବର ପ୍ରଶ୍ନ। ନିମ୍ନୋକ୍ତ କେଉଁଟି ଗାନ୍ଧୀଜୀଙ୍କୁ ମୌଳିକ ଶିକ୍ଷା ପାଇଁ ମାର୍ଗଦର୍ଶନ କରାଇ ନଥିଲା? ଅପସନ୍ ଗୁଡ଼ିକ ହେଲା ଏ ସାବରମତୀ ଆଶ୍ରମର କାର୍ଯ୍ୟକ୍ରମ,
बी टलस्टय फार्मर अभिज्ञता सी सेवाग्रामर कार्यक्रम डी आईन अमान्य आंदोलन। ताहले 12 नंबर प्रश्न ठीक उत्तर होउछि आईन अमान्य आंदोलन गांधीजी को मौलिक शिक्षा मार्गदर्शन कराई नथिला। डीटा होउछि ठीक उत्तर। वर्तमान देखिवा 13 नंबर प्रश्न गांधी शिक्षा संज्ञारे क्यों विषयटू गुरुत्व दि जाए नहीं। ए आध्यात्मिक विकास बी शारीरिक विकास सी सामाजिक विकास डी मानसिक विकास। 13 नंबर प्रश्न ठीक उत्तर होउछि सी सामाजिक विकास। 14 नंबर प्रश्न 1935 मसीह गांधीजी केउठारे एक आश्रम और विद्यालय स्थापन करथिले। ऑप्शन गुड़िक है ए पोरबंदर बी साबरमती सी वर्धा डी काठियावाड़। ताहले ठीक उत्तर होउछि से वर्धा ठारे एक आश्रम और विद्यालय स्थापन करथिले। सीटा होउछि ठीक उत्तर। 15 नंबर प्रश्न ओडिशार केउठारे एक मौलिक शिक्षा तालीम केन्द्र रही। ए कटक बी पुरी सी नयागढ़ डी अनुगुल। ताहले कोटा ठीक उत्तर पिले यस अनुगुल ठारे एक मौलिक शिक्षा तालीम केन्द्र रही। डीटा होची ठीक उत्तर। वर्तमान देखिवा 16 नंबर प्रश्न केउ शिक्षाविदों मतरे शिक्षार शरीर मन एवं आत्मार सर्वांगीण उन्नति को बुझाए। शिक्षा शरीर मन एवं आत्मार सर्वांगीण उन्नति को बुझाए। ए गांधीजी बी श्री अरविंद सी गोपबंधु डी रवींद्रनाथ। 16 नंबर प्रश्न ठीक उत्तर होउछि गांधीजी मतरे। एटा होउछि ठीक उत्तर। वर्तमान देखिवा 17 नंबर प्रश्न गोटे जैविक प्रणोदनार उदाहरण हेउछि। ए निरापत्ता बी सामाजिक सम्मान सी क्षुधा डी मूल्यबोध। ताहले 17 नंबर प्रश्न ठीक उत्तर होउछि क्षुधा। सीटा होउछि ठीक उत्तर। 18 नंबर प्रश्न केउटी एक सामाजिक प्रणोदना नुहे। ए तृषा बी सहयोगिता सी सामाजिक सम्मान डी निरापत्ता। 18 नंबर प्रश्न ठीक उत्तर होउछि तृषा एक सामाजिक प्रणोदना नुहे। एटा होउछि ठीक उत्तर। वर्तमान देखिबा आमे 19 नंबर प्रश्न एगुड़िक मध्यरु केउटी अंतर्दृष्टि शिक्षणर नियम नुहे। ए सादृश्य बी सामीप्य सी आकृति डी निर्वापन। ताहले ठीक उत्तर होउछि डी निर्वापन अंतर्दृष्टि शिक्षणर नियम नुहे। डीटा होउछि ठीक उत्तर। 20 नंबर प्रश्न अब देखिबा पिले उद्दीपक एवं अनुक्रिया संयोग रे क्यों शिक्षण तत्व कार्य करिथाय। ऑप्शन गुड़िक है ए प्रयत्न प्रमोद तत्व डी अंतर्दृष्टि तत्व सी क्रिया प्रसूत अनुबंधन डी प्राचीन अनुबंधन। 20 नंबर प्रश्नर ठीक उत्तर है प्रयत्न प्रमाद तत्व। एटा होउछि ठीक उत्तर। 21 नंबर प्रश्न अपचय एवं आबद्धता दूर करने पाई निम्नोक्त केउं उपायटी अवलंबन करा जाई परिबो नाही। ए मध्याह्न भोजन बी निकटरे विद्यालय प्रतिष्ठा सी प्रतिदिन प्रार्थना कराइबा डी नारी शिक्षयित्री नियुक्ति देवा। ताहले ठीक उत्तर हबो सी प्रतिदिन प्रार्थना कराइबा। 22 नंबर प्रश्न निम्नोक्त केउं कारणटी शिक्षार प्रसार रे प्रतिबंधक अटे। मन रखिबा प्रतिबंधक अटे। ए जातीय चेतनार अभाव बी शिक्षा प्रति आग्रह सृष्टि सी शिक्षकों दरमा वृद्धि डी जनसंख्या वृद्धि। ताहले कोटा हबो पिले यस जनसंख्या वृद्धि। डीटा होची ठीक उत्तर। जनसंख्या वृद्धि कारणटी शिक्षार प्रसार प्रतिबंधक अटे। 23 नंबर प्रश्न कौनसी पिला प्रकृत समय सीमार शिक्षार परिसमाप्ति न करी एक श्रेणी पाई एकाधिक वर्ष आवश्यक करने को कौन कहा जाए। ऑप्शन गुड़िक है ए अपचय बी आबद्धता सी अपचय एवं आबद्धता डी तीनोटी कौनसी नुहे। ताहले 23 नंबर प्रश्न ठीक उत्तर कौन हम पिले यस याकू आबद्धता बोली कहा जाए। बीटा होची ठीक उत्तर। वर्तमान देखिबा 24 नंबर प्रश्न मोबाइल स्क्रीन पर अच्छी तुम शिक्षा अधिकार आईन केबे ठारू कार्यक्षम है। ए अप्रैल 2010 मसीहा बी अप्रैल 2009 मसीहा सी जनवरी 2009 मसीहा डी
ଜାନୁଆରୀ 2010 ମସିହା। ତାହେଲେ 24 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଅପ୍ରେଲ 2010 ମସିହା ଠାରୁ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକ୍ରମ ହେଲା। ଏଇଟା ହେଉଛି ଠିକ୍ ଉତ୍ତର। 25 ନମ୍ବର ପ୍ରଶ୍ନ ତୁମମାନଙ୍କ ପାଇଁ ବର୍ତ୍ତମାନ ପ୍ରାଥମିକ ଶିକ୍ଷା ଶେଷ କରିବା ପର୍ଯ୍ୟନ୍ତ ପିଲାକୁ ପ୍ରାଥମିକ ଶ୍ରେଣୀରେ ଧରି ରଖିବାକୁ କ'ଣ କୁହାଯାଏ? ଅପସନ୍ ଗୁଡ଼ିକ ହେଲା ଏ ସାର୍ବଜନୀନ ବ୍ୟବସ୍ଥା, ବି ସାର୍ବଜନୀନ ଧାରଣ, ସି ସାର୍ବଜନୀନ ପଞ୍ଜୀକରଣ, ଡି ସାର୍ବଜନୀନ ଆବଦ୍ଧତା। ତାହେଲେ 25 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ୟାକୁ ସାର୍ବଜନୀନ ଧାରଣ ବୋଲି କୁହାଯାଏ। ବିଟା ହେଉଛି ଠିକ୍ ଉତ୍ତର। ଏ ଭିଡ଼ିଓ ପାଇଁ ଶେଷ ପ୍ରଶ୍ନ 24 ନମ୍ବର ପ୍ରଶ୍ନ ଏବେ ଆମେ ଦେଖିବା। ମୋବାଇଲ ସ୍କ୍ରିନ୍ ଉପରେ ଅଛି। DPEPର ପୁରା ଓଡ଼ିଆ ନାମ କ'ଣ? ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ, ଜିଲ୍ଲା ପ୍ରାଥମିକ ଶିକ୍ଷା ପ୍ରକଳ୍ପ, ଜିଲ୍ଲା ପ୍ରାଥମିକ ଶିକ୍ଷା ପରିଯୋଜନା, ଜିଲ୍ଲା ନିଚ ପ୍ରାଥମିକ ଶିକ୍ଷା। ତାହେଲେ କ'ଣ ଭାବିଲେ? ୟେସ୍, ଡିଷ୍ଟ୍ରିକ୍ଟ ପ୍ରାଇମେରୀ ଏଜୁକେସନାଲ ପ୍ରୋଜେକ୍ଟ, ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ। ଏଇଟା ହେଉଛି ଠିକ୍ ଉତ୍ତର। ଏ ଭିଡ଼ିଓ ପାଇଁ ଏତିକି। ପରବର୍ତ୍ତୀ ଭିଡ଼ିଓରେ ଆଉ ଅଧିକା ଦେଖିବା। ବାଏ ବାଏ, ଗଡ୍ ବ୍ଲେସ୍ ୟୁ।